ଆଜି 3 ସେପ୍ଟେମ୍ବର 2023 ରବିବାର। ଜମି ସମସ୍ୟାର ସମାଧାନ ନେଇ ଲୋକଙ୍କୁ ଦିଆଯିବ ପଟ୍ଟା। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ହୀରାକୁଦ ବନ୍ଧ ବିସ୍ଥାପିତମାନଙ୍କର ସମସ୍ୟା 50 ବର୍ଷରୁ ଅଧିକ ସମୟର। ଲିଖନପୁର ତହସିଲର 18ଟି ଗାଁ ଓ ଝାରସୁଗୁଡ଼ା ତହସିଲର ଗୋଟିଏ ଗାଁ, ଏହିପରି 19ଟି ଗାଁର ଜମି ସମସ୍ୟାର ସମାଧାନ ପାଇଁ ବୈଠକ ନିଷ୍ପତ୍ତି ନିଆଯାଇଛି। 1949ଟି ପରିବାରକୁ ପ୍ରାୟ 3231 ଏକର ଜମି ଉପରେ ଅଧିକାର ଦିଆଯିବ। ଡିସେମ୍ବରରୁ ଇମେଇତିକା, ସାହସବାଗ, ଲାଚିପଲ୍ଲୀ, ପାତ୍ରପଲ୍ଲୀ ଓ ତିଆମୁଣ୍ଡ ଏହି 5ଟି ଗାଁରେ ପଟ୍ଟା ବଣ୍ଟନ ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକର 70ଟି ଗ୍ରାମର 883 ଜଣ ଲୋକଙ୍କୁ ଘରହିଡ଼ ପଟ୍ଟା ଦିଆଯିବ ଏବଂ 2023 ସେପ୍ଟେମ୍ବର 22 ସୁଦ୍ଧା ସମସ୍ତ ପଟ୍ଟା ବଣ୍ଟନ ପ୍ରକ୍ରିୟା ଶେଷ ହେବ। ସେହିପରି 168 ଜଣ ଲୋକଙ୍କୁ ଚାଷ ଜମି ପାଇଁ ପଟ୍ଟା ଦିଆଯିବ ଏବଂ ଏହି ପ୍ରକ୍ରିୟା ଅକ୍ଟୋବର 1ରୁ ଆରମ୍ଭ ହେବ। ପରବର୍ତ୍ତୀ ଖବର, ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ ମାତ୍ର 428 ଟଙ୍କା ଗ୍ୟାସ୍ ସିଲିଣ୍ଡର ଯୋଗାଇବ ସରକାର। ଗତ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ଘରୋଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ହ୍ରାସ କରିବା ପରେ ରାସନ କାର୍ଡଧାରୀମାନେ ସରକାରଙ୍କ ଠାରୁ ଏକ ଉପହାର ପାଇଛନ୍ତି। କେନ୍ଦ୍ର ସରକାର ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ କରିବା ପରେ ଗୋଆ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଘୋଷଣା ପରେ ଅନ୍ତଃ ଯୋଜନାର କାର୍ଡଧାରୀମାନେ 428 ଟଙ୍କାର ସିଲିଣ୍ଡର ପାଇବେ। ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାୟକ ପଣଜୀରେ ଏକ LPG ସିଲିଣ୍ଡର ରିଫିଲିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଯୋଜନା ଆରମ୍ଭ କରିଥିଲେ। ରକ୍ଷାବନ୍ଧନ ଅବସରରେ ସିଲିଣ୍ଡରର ମୂଲ୍ୟ 200 ଟଙ୍କା ହ୍ରାସ ହେବା ପରେ ପଣଜୀରେ 14.2 କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ 903 ଟଙ୍କା ହୋଇଛି। ଏଥିସହିତ ଦକ୍ଷିଣ ଗୋଆରେ ସିଲିଣ୍ଡରର ମୂଲ୍ୟ 917 ଟଙ୍କା ରହିଛି। ଏହି ଉପାୟରେ ଯଦି ଆମେ ଏହାକୁ 903 ଟଙ୍କା ହିସାବରେ ଦେଖିବା, ତେବେ ଉଜ୍ଜ୍ୱଳା ଯୋଜନାରୁ 200 ଟଙ୍କା ଏବଂ ସରକାରଙ୍କ ଠାରୁ 275 ଟଙ୍କା ସବସିଡି ପାଇବା ପରେ ସିଲିଣ୍ଡରର ମୂଲ୍ୟ 428 ଟଙ୍କାକୁ ଖସିଯିବ। ତେବେ ଏହିପରି ହିତାଧିକାରୀଙ୍କୁ ସିଲିଣ୍ଡରର ସମ୍ପୂର୍ଣ୍ଣ ମୂଲ୍ୟ ଗ୍ୟାସ୍ ଏଜେନ୍ସିଙ୍କୁ ଦେବାକୁ। ପରବର୍ତ୍ତୀ ଖବର, ଘୂର୍ଣ୍ଣିବଳୟ ସକ୍ରିୟ, 3 ଓ 4ରେ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ 24 ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ। ପ୍ରଭାବରେ 3 ଓ 4 ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। 3 ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, 4 ତାରିଖରେ ଅଭୟାରଣ୍ୟ ଓଡ଼ିଶାର ସମସ୍ତ ଜିଲ୍ଲା ଓ 5 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାକୁ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସହ ଏକ ନିମ୍ନମାନ ରେଖା ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା 24 ଘଣ୍ଟା ରାଜ୍ୟର 1-2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି। ସେପଟେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ 3ରୁ 4 ଡିଗ୍ରୀ ରହୁଛି। ଆର୍ଦ୍ରତା 60% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ପରବର୍ତ୍ତୀ ଖବର, ଘୂର୍ଣ୍ଣିବଳୟ ସକ୍ରିୟ, 3 ଓ 4ରେ ବର୍ଷା। ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ 24 ଘଣ୍ଟା ମଧ୍ୟରେ ନେଇପାରେ ଲଘୁଚାପର ରୂପ। ପ୍ରଭାବରେ 3 ଓ 4 ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। 3 ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, 4 ତାରିଖରେ ଅଭୟାରଣ୍ୟ ଓଡ଼ିଶାର ସମସ୍ତ ଜିଲ୍ଲା ଓ 5 ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାକୁ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସହ ଏକ ନିମ୍ନମାନ ରେଖା ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା 24 ଘଣ୍ଟା ରାଜ୍ୟର 1-2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ସମ୍ଭାବନା ରହିଛି। ସେପଟେ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ 3ରୁ 4 ଡିଗ୍ରୀ ରହୁଛି। ଆର୍ଦ୍ରତା 60% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି।